ଦେଖନ୍ତୁ ଶିଶୁ ବାଟିକା ନିଯୁକ୍ତି ପାଇଁ ଯେଉଁମାନେ ଆଶାୟୀ ଥିଲେ ସେମାନଙ୍କ ପାଇଁ ଗୋଟେ ବହୁତ ବଢ଼ିଆ ଖବର ଯେ ଶିଶୁ ବାଟିକାରେ ନିଯୁକ୍ତି ହେବେ 7,234 ଶିକ୍ଷକ। ମିଳିବ ମାସିକ 26,200 ଟଙ୍କା ଦରମା। ବାର୍ଷିକ ଖର୍ଚ୍ଚ ହେବ 227 କୋଟି। ଗତ ଶିକ୍ଷାବର୍ଷରୁ ରାଜ୍ୟରେ ଆରମ୍ଭ ହୋଇଥିବା ଶିଶୁ ବାଟିକା ଅଙ୍ଗନବାଡ଼ିକୁ ସିଧା ପ୍ରଥମ ଶ୍ରେଣୀରେ ଶିଶୁ ବାଟିକା ନାମ ଲେଖାଇଥିଲେ ଛାତ୍ରଛାତ୍ରୀ। ରାଜ୍ୟରେ 45,000 ସ୍କୁଲରେ ଆରମ୍ଭ ହୋଇଛି ଶିଶୁ ବାଟିକା ଶ୍ରେଣୀ। ପ୍ରାଥମିକ ବିଦ୍ୟାଳୟ ସରକାରୀ ଶିଶୁ ଯତ୍ନ ନେବାକୁ ଶିଶୁ ସେବିକା ନିଯୁକ୍ତି ଦେଇଥିଲେ। ମାତ୍ର ଏବେ ପିଲାଙ୍କୁ ପାଠ ପଢ଼ାଇବା ପାଇଁ ରାଜ୍ୟ ସରକାର ନିଯୁକ୍ତି ଦେବେ 7,234 ଜଣ ଶିକ୍ଷକ। ଏହି ପଦବୀଟି ସୃଷ୍ଟି ପାଇଁ ଅନୁମୋଦନ ଦେଇଛି ଅର୍ଥ ବିଭାଗ। ଅବଶ୍ୟ କେବେ ତାର ଆଡଭର୍ଟାଇଜମେଣ୍ଟ ଆସିବ ତାର ସଠିକ ସମୟ ଦେଇନି, କିନ୍ତୁ ଯେଉଁମାନେ ଇଗ୍ନୋରରେ ଡିସି କରିବାକୁ ବି ବର୍ତ୍ତମାନ ଚାହୁଁଛନ୍ତି, ଇଗ୍ନୋର ବର୍ତ୍ତମାନ ଜୁଲାଇ ନାମ ଲେଖା ସେସନ ଚାଲିଛି। ଆପଣ ଆମର ପୂର୍ବ ଭିଡ଼ିଓ ଯାଇକି ଜାଣିପାରିବେ କେମିତି ଇଗ୍ନୋର ଡିସି କୋର୍ସକୁ ଆଡମିସନ ନେବେ ଏବଂ ଡିସି କରିଥିଲେ ଏଥିରେ ନିଯୁକ୍ତି ମିଳିବାର ବହୁତ ସମ୍ଭାବନା ରହିଛି। ତେବେ ଶିଶୁମାନଙ୍କର ବୌଦ୍ଧିକ ବିକାଶ, ସେମାନଙ୍କ ପାଠପଢ଼ାକୁ ଗୁରୁତ୍ୱ ଦେଇ ରାଜ୍ୟ ସରକାର ଜାତୀୟ ଶିକ୍ଷାନୀତି 2020 ସହ ପ୍ରାରମ୍ଭିକ ଶିଶୁ ଯତ୍ନ ଶିକ୍ଷା ECCକୁ ସୁଦୃଢ଼ କରିବା ପାଇଁ ସରକାର ଶିଶୁ ବାଟିକା ଶ୍ରେଣୀ ପାଇଁ ଶିକ୍ଷକ ପଦବୀ ସୃଷ୍ଟି କରିଛନ୍ତି। ଅର୍ଥ ବିଭାଗ ପକ୍ଷରୁ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ଚିଠିରେ ଜଣାଯାଇଛି ମୋଟ 7,234ଟି ଶିକ୍ଷକ ପଦବୀ ପାଇଁ ଅନୁମୋଦନ ଦିଆଯାଇଛି। ପ୍ରତି ଜିଲ୍ଲାରେ ନିଯୁକ୍ତି ଦିଆଯିବ। ପ୍ରତି ଶିକ୍ଷକଙ୍କୁ ମାସିକ 26,200 ଟଙ୍କା ପାରିଶ୍ରମିକ ଦିଆଯିବ। ଏଥିପାଇଁ ସମଗ୍ର ଶିକ୍ଷା ପାଣ୍ଠିରୁ ବାର୍ଷିକ 227 କୋଟି 43,69,600 ଟଙ୍କା ଖର୍ଚ୍ଚ ହେବ। ମାତ୍ର ଅର୍ଥ ବିଭାଗର ମାର୍ଗଦର୍ଶିକାରେ କୁହାଯାଇଛି ଏହି ଅର୍ଥ ଖର୍ଚ୍ଚ ପାଇଁ ସମଗ୍ର ଶିକ୍ଷାର ନିୟମ ଓ ବଜେଟ୍ ଅନୁଯାୟୀ ଖର୍ଚ୍ଚ ହେବ। ସରକାରଙ୍କ ମାର୍ଗଦର୍ଶିକାକୁ ଆଧାର କରି ଶିକ୍ଷକ ପଦବୀରେ ନିଯୁକ୍ତି ପ୍ରକ୍ରିୟା କରାଯିବ। କ'ଣ ତାର ଗାଇଡଲାଇନ୍ସ ରହିବ? ଆମେ ପୂର୍ବଗୁଡ଼ିକ ଯେମିତି ଜାଣିଛେ, ଯେହେତୁ ଏହି ନିଯୁକ୍ତି ଗୁଡ଼ିକ ରହିଛି ବାହାରରେ ଯେତେବେଳେ ସବୁ ରାଜ୍ୟ ଦେଇଛନ୍ତି 2 ଇୟରର ବିଏଡ୍ ଯିଏ କରିଥିବେ ଏଲିମେଣ୍ଟାରୀରେ କିମ୍ବା ଡିପ୍ଲୋମା କରିଥିବେ, କିନ୍ତୁ ଏଇଟା ଯେହେତୁ ଓଡ଼ିଶାରେ ସେଭଳି କିଛି ଆଭେଲେବୁଲ୍ ନାହିଁ, 1 ଇୟରରେ ମଧ୍ୟ ହେଇପାରିବ। ଏହି ଅର୍ଥ ବାଦ ଆଉ ଅଧିକ ଖର୍ଚ୍ଚ ହୋଇପାରିବ ନାହିଁ। ଯଦି ଆବଶ୍ୟକ ତେବେ ଅନୁମତି ନେବାକୁ ପଡ଼ିବ। ଗତ ଶିକ୍ଷାବର୍ଷରେ 3,10,839 ଜଣ ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି, ଯେଉଁମାନେ ପ୍ରାଥମିକ ଶିକ୍ଷାରେ, ଏବଂ ସେମାନଙ୍କ ସୁବିଧା ପାଇଁ ଶିଶୁ ସେବିକା ନିଯୁକ୍ତି ସରିଛି। ବର୍ତ୍ତମାନ ଶିଶୁ ସେବିକାଙ୍କ ପରେ ଶିକ୍ଷକ ନିଯୁକ୍ତି ଆସିବ ଶିଶୁ ବାଟିକାରେ।